ମାନେ ତୁମେ ତୁମ ଜୀବନରେ କେବେ ଅନ୍ୟକୁ ସାହାଯ୍ୟ କରିଛ କି? ଚାଲ ସେଇ ବିଷୟରେ ଆମେ ଗୋଟିଏ ସୁନ୍ଦର ଗପଟିଏ ପଢ଼ିବା। ବେଶୀ ଦିନର କଥା ନୁହେଁ, ସେତେବେଳେ ବଙ୍ଗଳାରେ ଅକାଳ ମରୁଡ଼ି ପଡ଼ିଥାଏ। ଲୋକେ ଭୋକରେ ଆଉଟୁପାଉଟୁ ହୋଇ ଏଣେ ତେଣେ ଭିକ ମାଗୁଥାନ୍ତି। ଚାରିଆଡ଼େ ଖାଲି ହାହାକାରରେ ପୂର୍ଣ୍ଣ। ତାହେଲେ ବଙ୍ଗଳା ମାନେ ଆମର ଯେଉଁ ଅଛି ପଶ୍ଚିମବଙ୍ଗ ରାଜ୍ୟ ସେ ସମୟରେ ବଙ୍ଗଳା ରାଜ୍ୟ ରୂପେ ପରିଗଣିତ ହେଉଥିଲା। ସେଇ ବଙ୍ଗଳା ରାଜ୍ୟରେ ଥରେ ମରୁଡ଼ି ପଡ଼ିଲା। ମରୁଡ଼ି ପଡ଼ିଲେ କ'ଣ ହେବ? ଲୋକମାନେ କିଛି ଖାଇବାକୁ ପାଇବେନି, ବିଲରେ ଫସଲ କିଛି ହେବନି, ମାଟି ଶୁଖିକି ପୁରା ଫାଟି ଆଁ କରି ରହିବ। ସେହି ସମୟରେ ଦିନେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥାନ୍ତି। ସାମ୍ନାରେ ଦେଖିଲେ ଗୋଟିଏ ବାଳକ ଚିରା କନା ପିନ୍ଧି ତାଙ୍କରି ଆଡ଼କୁ ଚାଲି ଚାଲି ଆସୁଛି। ନ ଖାଇ ନ ପିଇ ସେ ରୋଗିଣା ଦେଖାଯାଉଛି। ପାଖକୁ ଆସି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା, ବାବୁ ମୋତେ ପଇସାଟିଏ ଦିଅନ୍ତୁ, ବଡ଼ ଧର୍ମ ହେବ ଆପଣଙ୍କର। ମୁଁ ଆଉ ମା ଦୁହେଁ ଭୋକରେ ଅଛୁ। ତାହେଲେ ବଙ୍ଗଳାରେ ଯେଉଁ ସମୟରେ ମରୁଡ଼ି ପଡ଼ିଥିଲା, ସେ ସମୟରେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ସହର ଗୋଟିଏ ବଜାରକୁ ଯାଉଥିଲେ। ସେହି ସମୟରେ ତାଙ୍କ ଆଗକୁ ଗୋଟିଏ ଛୋଟ ପିଲାଟି ଆସିଲା। ସେ ଚିରାକନା ପୋଷାକ ପିନ୍ଧିଛି ଏବଂ ନ ଖାଇ ନ ପିଇ ରୋଗିଣା ଦେଖାଯାଉଛି। ଏବଂ ସେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲା, ବାବୁ ମୋତେ ପଇସାଟିଏ ଦିଅନ୍ତୁ, ଆପଣଙ୍କର ଧର୍ମ ହେବ। ମୁଁ ଆଉ ମା ଦୁହେଁ ଭୋକରେ ଅଛୁ। ଯଦି ମୁଁ ତୋତେ 4 ପଇସା ଦେବି ତେବେ ତୁ କ'ଣ କରିବୁ? ବିଦ୍ୟାସାଗର ତାକୁ ଚାହିଁ କହିଲେ। ବାଳକଟି ଉତ୍ତର ଦେଲା, 2 ପଇସାରେ କିଛି କିଣି ଖାଇବି, ଆଉ 2 ପଇସାର ମା'କୁ ଦେଇଦେବି। ଆଚ୍ଛା, ତୋତେ ଯଦି 2 ଅଣା ଦିଆଯିବ? ବିଦ୍ୟାସାଗର ପଚାରିଲେ। ବାଳକଟି ଭାବିଲା, ବାବୁ ତାକୁ ଥଟ୍ଟା କରୁଛନ୍ତି ବୋଧେ। କିଛି ନ କହି ବଡ଼ କରୁଣା ଚାହାଣୀରେ ତାଙ୍କୁ ଚାହିଁଲା। ବିଦ୍ୟାସାଗର ଆଗେଇ ଯାଇ ତା ହାତ ଧରି ପକାଇଲେ। ଖୁବ୍ ଆଦରରେ କହିଲେ, ଯଦି ପ୍ରକୃତରେ ତୋତେ 4 ଅଣା ଦେଇଦେବି ତେବେ ତୁ କ'ଣ କରିବୁ? ତମମାନଙ୍କୁ ଯଦି ପଇସା ଦିଆଯିବ ତମେ ସବୁ କ'ଣ କରିବ? ଯାଇକି ଦୋକାନରେ କୁରକୁରି ଖାଇଦେବ। କେହି ସଞ୍ଚୟ କରିକି ପଇସା ରଖିବନି। ରଖୁଛ? ରଖୁଛ ପଇସା ସମସ୍ତେ? ରଖିଛଟି ପଇସା ସମସ୍ତେ? ହଉ। 4 ଅଣା? ଯେତେବେଳେ ବିଦ୍ୟାସାଗର ପିଲାଟିକୁ 4 ଅଣା ଦେବେ, ସେ ସମୟରେ ପିଲାଟି ଶୁଣିକି ଚକିତ ହୋଇଗଲା, ଆଶ୍ଚର୍ଯ୍ୟ ହୋଇଗଲା। କିଛି କ୍ଷଣ ପରେ ପୁଣି କ'ଣ ଭାବି କହିଲା, ତାହେଲେ ତ ଆମର ବିପଦ ଘୁଞ୍ଚିଯିବ। 2 ଅଣାରେ ଖାଇବା ଜିନିଷ ନେବି, ଆଉ 2 ଅଣାରେ ଆମ୍ବ କିଣି ବିକିଦେବି। ସେଥିରେ ମୋର କିଛି ଲାଭ ବି ବାହାରି ପଡ଼ିବ। ବିଦ୍ୟାସାଗର ତାକୁ 1 ଟଙ୍କା ଦେଲେ। ପିଲାଟିର ଖୁସି କହିଲେ ନ ସରେ। ସେ ତା ଜୀବନରେ ସେ ପର୍ଯ୍ୟନ୍ତ କେବେ ହେଲେ ଟଙ୍କାଟିଏ ଦେଖିନଥିଲା। ସେ ସମୟରେ 1 ଟଙ୍କାର ମୂଲ୍ୟ କିଛି କମ୍ ନଥିଲା। ଟଙ୍କାରେ ଅନେକ ଜିନିଷ ମିଳିଥିଲା। ଯେତେବେଳେ ବିଦ୍ୟାସାଗର ତାକୁ 1 ଟଙ୍କା ଦେଇଦେଲେ, ପିଲାଟିର ଖୁସି କହିଲେ ନ ସରେ। ମନେକର ତୁମେ ଯାତ୍ରାକୁ ଯାଇଥିବ, ଯେଉଁ ଯାତ୍ରାରେ ତୁମର ସବୁଠାରୁ ପ୍ରିୟର ଖେଳନା ଯେଉଁଟା ତୁମେ ଆଣିବା ପାଇଁ ଚାହୁଁଛ, ଯେ ସେଇ ଖେଳନାଟା ଆଣିକି ତୁମକୁ ତୁମ ବାପା ଦେଇଦେବେ, ତାହେଲେ ତୁମ ଖୁସି କେମିତି ହେଉଥିବ ଭାବିଲ ଟିକେ ଅଛି। ତୁମ ଗୋଡ଼ ଆଉ ତଳେ ଲାଗୁନଥିବ ଏତେ ଖୁସିରେ। ପିଲାଟିର ଅବସ୍ଥା ମଧ୍ୟ ସେହି ସମୟରେ ଠିକ୍ ସେପରି ଥିଲା। କେତେ ବର୍ଷ ବିତିଗଲା। ବିଦ୍ୟାସାଗର ଘଟଣାକୁ ଭୁଲିଗଲେ। ପୁଣି ଥରେ ବର୍ଦ୍ଧମାନ ଯିବା ପାଇଁ ସୁଯୋଗ ମିଳିଲା। ବଜାରରେ 2-3 ଜଣ ବନ୍ଧୁଙ୍କ ସାଥିରେ ଯାଉଥାନ୍ତି। ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ପ୍ରଣାମ ଜଣାଇଲା। ତାପରେ ତାଙ୍କୁ ତାଙ୍କ ନିଜ ଦୋକାନ ଭିତରୁ ନେଇ ଯିବା ପାଇଁ ଖୁବ୍ ଅନୁରୋଧ କଲା। ପିଲାଟି କ'ଣ କଲା, ଯେତେବେଳେ ବିଦ୍ୟାସାଗର ବର୍ଦ୍ଧମାନ ସହରରେ ପୁଣି ଯାଉଥିଲେ, ସେ ସମୟରେ ଗୋଟେ ପିଲାଟି ଆସି ବିଦ୍ୟାସାଗରଙ୍କୁ ପ୍ରଣାମ କଲା ଏବଂ ତାଙ୍କୁ ନେଇ ତାଙ୍କ ନିଜ ଦୋକାନ ଆଡ଼େ ବୁଲେଇ ଆସିଲା। ବିଦ୍ୟାସାଗର ଯୁବକଟିକୁ ଚାହିଁଲେ, ଚିହ୍ନି ପାରିଲେ ନାହିଁ। ଯୁବକଟାର ଆଖି ଦୁଇଟି ଲୁହରେ ଭରି ଆସିଲା। ସେ ତାଙ୍କୁ ଏଇ ସହରରେ କେତେ ବର୍ଷ ତଳେ 1 ଟଙ୍କା ଦେବା ଘଟଣା ମନେ ପକାଇ ଦେଲା। କହିଲା, ଆପଣଙ୍କର ସେ ଟଙ୍କାରେ ମୁଁ ଫଳ କିଣି ବୁଲି ବୁଲି ବିକ୍ରି କଲି। ପରିଶ୍ରମ କରି ଧୀରେ ଧୀରେ ମୁଁ କିଛି ଟଙ୍କା ମଧ୍ୟ ଜମା କଲି। ପାଖରେ କିଛି ଟଙ୍କା ହୋଇଯିବା ପରେ ଭାବିଲି, କେଉଁଠି ଗୋଟେ ଜାଗାରେ ଦୋକାନଟିଏ ଖୋଲିବି। ସେଇ ଟଙ୍କାରେ ମୁଁ ଏବେ ଏଇ ଦୋକାନଟି କରିଛି। ଏହା ହେଉଛି ଆପଣଙ୍କର ସାହାଯ୍ୟର ଫଳ। ତାହେଲେ ବିଦ୍ୟାସାଗରଙ୍କ ଯେତେବେଳେ ପିଲାଟିକୁ ଚିହ୍ନି ପାରିଲେନି, ସେ ସମୟରେ ପିଲାଟିର ଆଖିରେ କ'ଣ ଲୁହ ପୂର୍ଣ୍ଣ ଥିଲା। ପିଲାଟି କାନ୍ଦିଲା, ପୁରା କାନ୍ଦି ହୋଇ କହିଲା, ବାବୁ ଆପଣ ମୋତେ ଚିହ୍ନି ପାରୁନାହାନ୍ତି? ମୁଁ ହେଉଛି ସିଏ ଯାହାକୁ ଆପଣ କିଛି ବର୍ଷ ତଳେ 1 ଟଙ୍କାଟିଏ ଦେଇଥିଲେ। ସେଇ ଟଙ୍କାରେ ମୁଁ ବୁଲି ବୁଲି ଫଳ ବିକ୍ରି କଲି ଏବଂ ପଇସା ହେଲା ପରେ ମୁଁ ଗୋଟେ ଦୋକାନଟି ଏଠାରେ ଦେଇ ଅଛି। ଆପଣଙ୍କର ସାହାଯ୍ୟର ଇଏ ହେଉଛି ସେଇ ଫଳ। ସେଦିନ ଗରିବ ପିଲାଟିକୁ ଗୋଟିଏ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ ଆନନ୍ଦରେ ଭରିଗଲା। ତା ପିଠିକୁ ବାରମ୍ବାର ଥାପୁଡ଼େଇ ତାକୁ ଧନ୍ୟବାଦ ଦେଲେ। ଯୁବକଟି ତାଙ୍କ ଦୋକାନକୁ ଡାକି ନେଲା। ସେଦିନ ତା'ର ସୌଭାଗ୍ୟର ଦିନ। ବିଦ୍ୟାସାଗର ମଧ୍ୟ ସେଠାକୁ ଗଲେ। ସେ ଚାହୁଁଥିଲେ ଯେ ଯୁବକଟି କେମିତି ଉତ୍ସାହିତ ହୋଇ ଆହୁରି ଉନ୍ନତି କରୁ। ଯେମିତି ସବୁବେଳେ ମୁଁ ତୁମମାନଙ୍କୁ ଘରେ ମାନେ ଟ୍ୟୁସନ୍ ଆସିଲେ କ'ଣ କରୁଛି, ପାଠ ପଢ଼, ପାଠ ପଢ଼ିକି ଭଲ ମଣିଷ ହୁଅ, କହୁଛି ନା କହୁନି? ତୁମେମାନେ ଯଦି ଭଲ ମଣିଷ ହେବ, ଭବିଷ୍ୟତରେ ବଡ଼ ଚାକିରି କରିବ, ଆମେ ପୁଣି ଭବିଷ୍ୟତ ଦେଖା ସାକ୍ଷାତ ହେବା। ତୁମେମାନେ ସେହି ସମୟରେ ପୁଣି ମୋତେ କହିବ ନା ନାହିଁ, ସାରେ ତୁମେ ଆମକୁ ପଢ଼େଇଥିଲ, ଆମକୁ ବାଡ଼େଇ ଥିବାରୁ ଆମେ ବର୍ତ୍ତମାନ ଆଜି ଏଇ ଜାଗାରେ ପହଞ୍ଚି ପାରିଛୁ, କହିବେ ନା କହିବନି ମୋତେ? ତାହେଲେ
କାହାର ସାହାଯ୍ୟ ଆଉ ସହାନୁଭୂତିକୁ ଉପଯୁକ୍ତ ଭାବରେ କାମରେ ଲଗାଇଲେ ସେଥିରୁ ହିଁ ଉତ୍ତମ ଫଳ ଫଳେ। ଯେମିତି ମୁଁ ତୁମମାନଙ୍କୁ ଏତେ କଷ୍ଟ କରିକି ପାଠ ପଢ଼ାଉଛି, କିନ୍ତୁ ତୁମେମାନେ କ'ଣ କରୁଛ? ଅଳ୍ପ ସମୟ ପଢ଼ୁଛ, ବାକି ସମୟ ତୁମେ ମୋବାଇଲ ଦେଖିଦେଉଛ। ମୋବାଇଲ ଆଉ ଦେଖିବନି, ମୋବାଇଲ ଦେଖା ବନ୍ଦ କର। କଠିନ ପରିଶ୍ରମ କଲେ ସବୁ ଜିନିଷ ସମ୍ଭବ ହେବ ଏଇ ଦୁନିଆରେ। ବୁଝିପାରିଲ? ତାହେଲେ ଜୀବନରେ ପରିସ୍ଥିତି ଯେମିତି ବି ଆସିଲେ, ଯଦି ବି ତୁମ ପାଇଁ କିଛି ଏମିତି ଲାଗୁଛି କି ତାକୁ ସାହାଯ୍ୟ କରିବା ଉଚିତ, ତେବେ ତାକୁ ସାହାଯ୍ୟ କର। କାହିଁକି ନା ତୁମର ସେଇ ଟିକକ ସାହାଯ୍ୟ ପାଇଁ ତାର ଭବିଷ୍ୟତ ବି ବଦଳିଯିବ। ବୁଝିହେଲା? ତାହେଲେ ବିଦ୍ୟାସାଗର କେଉଁ ସହର ଦେଇ ଯାଉଥିଲେ? ବର୍ଦ୍ଧମାନ ସହର ଦେଇ ଯାଉଥିଲେ। ବାଳକଟି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କ'ଣ କହିଲା? କହିଲା, ବାବୁ ମୋତେ ପଇସାଟିଏ ଦିଅନ୍ତୁ, ତମରି ବଡ଼ ଧର୍ମ ହବ। ବାଳକକୁ ବିଦ୍ୟାସାଗର କ'ଣ ପଚାରିଲେ? ତତେ ଯଦି ଟଙ୍କାଟିଏ ଦେବି ତୁ କ'ଣ କରିବୁ? ବିଦ୍ୟାସାଗର ପିଲାଟିକୁ କେତେ ଟଙ୍କା ଦେଲେ? ଟଙ୍କାଟିଏ। ପିଲାଟି ଟଙ୍କାଟିଏ ନେଇ କ'ଣ କଲା? ଗୋଟିଏ ଫଳ ଦୋକାନ ଖୋଲିଲା। ତାହେଲେ ପିଲାଟି ସେ ଫଳ ଦୋକାନରୁ ଉନ୍ନତି କରି କରି ଭବିଷ୍ୟତରେ ଗୋଟେ ବଡ଼ ଦୋକାନୀ ହେଲା। ତାହେଲେ ଯଦି ସେଇ ବିଦ୍ୟାସାଗର ସେ ସମୟ ସେ ଟଙ୍କାଟି ତାକୁ ନ ଦେଇଥାନ୍ତେ, ସେ ଆଜି ବଡ଼ ମଣିଷ ହୋଇପାରିଥାନ୍ତା କି? ତାହେଲେ ଏ ବିଷୟରେ ଆମେ ଶିଖିଲେ ଛୋଟ ସାହାଯ୍ୟଟି ହେଲେ ବି ଜଣଙ୍କର ଭବିଷ୍ୟତ ବି ବଦଳିଯିବ। ବୁଝିପାରିଲ?